ओम नमो भगवते वासुदेवाय। प्रथम स्कंध प्रथमोऽध्याय। नमयि नृसिंह चरण अनादि परम कारण ଯାହାର ଆଦି ମଧ୍ୟ ଅନ୍ତେ ବିଚାର ନ ଘଟେ ଜଗତେ। ଇନ୍ଦ୍ରିୟ ଅର୍ଥ ନ ଜାଣନ୍ତି ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି। ଆନନ୍ଦ ମନେ ବେଦ ସାର ବ୍ରହ୍ମାଣ୍ଡ କଲା ସେ ବିସ୍ତାର। ଯାର ସ୍ୱରୂପରୁ ଦେ ଚିନ୍ତି ବେଦ ପୁରୁଷ ନ ଜାଣନ୍ତି। ମୃତ୍ତିକା ବିକାର ଯେ ମନ୍ତ ଜଳ ନଳେ ସୁଯନ୍ତ୍ରିତ। ରୂପ ରୂପ ସ୍ଥିତି ତିନି ଯାହା ଯୋଗରେ ଅନୁମାନି। ସ୍ୱଭାବେ ନୋହେ ଯେ ମନ୍ତ ଏ ସଂଖ୍ୟା ଯୋଗୀଙ୍କର ମତ। ସ୍ୱଭାବେ ନୁହେଁ ଯେ ମନ୍ତ ଏ ସାଂଖ୍ୟ ଯୋଗୀଙ୍କର ମତ। ଆତ୍ମା ପ୍ରକାଶେ ଜନ୍ମ ହୋଇ ନିରତେ କୁହୁକ ବୋଲାଇ। ସତ୍ୟ ପରମାନନ୍ଦ ହରି ଯାହା ଭାବିଲେ ଭବୁତରି। ତାର ଚରଣେ ନିତ୍ୟ ଧ୍ୟାନ କରି ତରନ୍ତି ସୁଜ୍ଞଜନ। ସେ ହରି ପାଦରୁ ଦେ ଧରି ପ୍ରବନ୍ଧେ ଗୀତ ନାଦ କରି। ଅଶେଷ ଜଗତର ହିତେ ବନ୍ଦଇ ଦାସ ଜଗନ୍ନାଥେ। ନିର୍ମଳ ମୁନିଙ୍କର ମତେ ହରି ଚରିତ ଭାଗବତେ। କହିବି ଅଛି ଯେତେ ଗୁଣ ସୁଜନେ ସାବଧାନେ ଶୁଣ। କପଟ ଧର୍ମ ଯାର ନାହିଁ ସ୍ୱଭାବେ ଶାସ୍ତ୍ର ସେ ବୋଲାଇ। ସେ ସାଧୁ ଜନଙ୍କର ଧର୍ମ ମାୟା ବର୍ଦ୍ଧିତ ଶୁଭ କର୍ମ। ସେ ଧର୍ମ ଯେହୁ ଅନୁମାନି ଏଣୁ ସଂସାରେ ଯେତେ ଜ୍ଞାନୀ। ତାଙ୍କ ବିଚାରେ ବସ୍ତୁ ଯେତେ କହିବା ଶୁଣ ଏକ ଚିତେ। ଲକ୍ଷ ଲକ୍ଷ ଯେତେ ପ୍ରାଣୀ ଲକ୍ଷ ଲକ୍ଷ ଯେତେ ଜାଣି ବୋଧ ବିଚାରେ ପରିମାଣି। ସେ ବସ୍ତୁ ଅଛି ଯହିଁ ପୁରୀ ଯାହା ଚିନ୍ତନ୍ତି ବ୍ରହ୍ମଚାରୀ। ଶ୍ରବଣ ମାତ୍ରେ ମୋକ୍ଷ ପାଇ ତ୍ରିତାପ ମାନ କ୍ଷୟ ଯାଇ। ହୃଦରେ ବସଇ ତକ୍ଷଣ ଅନାଦି ପ୍ରଭୁ ନାରାୟଣ। ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ କି ପ୍ରୟୋଜନ ଏ ଜଗତେ। ଏ ଭାଗବତର ମହିମା କେ କହିପାରେ ଗୁଣ ସୀମା। ସକଳ ଦେବ ହୋଇ ବୃକ୍ଷେ ଫଳ ଫଳିଲେ ଅନ୍ତରିକ୍ଷେ। କେତେହେଁ ଦିନେ ପାଚି ତଳେ ବୃକ୍ଷୁ ପଡ଼ିଲେ ବାୟୁ ବଳେ। ଶୁକ ଧାଇଁଲେ ତାହା ଦେଖି ପକ୍ଷୀଙ୍କ ସଙ୍ଗତ ଉପେକ୍ଷୀ। ତୋଷେ ଅଧର ପାନ କଲେ ଭିତରେ ସୁରଙ୍ଗ ଦେଖିଲେ। ତହୁଁ ଗଳିଲା ରସ ସାର କିଏ ବା ଦେବା ପଟାନ୍ତର। ଅମୃତ ନିନ୍ଦେ ସାଧୁ ଗୁଣେ ସୁଜନେ ପିୟ ଅନୁକ୍ଷଣେ। ଆନନ୍ଦେ କର ସୁଧା ପାନ ଯେଣୁ ପାଇବ ଦିବ୍ୟ ଜ୍ଞାନ। ଏ ଚାରି ରସଙ୍କର ମୂଳ ନିଗମ ବନ ବୃକ୍ଷ ଫଳ। ପ୍ରିୟ ଜୀବନ ଅନ୍ତ ଯାଏ ଯେବେ ତରିବ ମାୟା ମୋହେ। ଏବେ ହୋ ଶୁଣ ସାଧୁ ଜନେ ହରି ଚରିତ ସୁଧ ମନେ। ସର୍ବଦେବଙ୍କ ରମ୍ୟ ସ୍ଥାନ ନାମ ଯେ ନୈମିଷରଣ୍ୟ। କଳିର ଆଗମନ ଦେଖି ମୁନିଏ ସ୍ୱସ୍ଥାନ ଉପେକ୍ଷୀ। ସୌନକ ଆଦି ମୁନି ଗଣେ ମିଳିଲେ ନୈମିଷରଣେ।
କଳି କଳୁ ସେ ଭୟ କରି ଏକାନ୍ତେ ମୁନିଏ ବିଚାରି ସଂକଳ୍ପ କରି ଏକ ତୁଲେ ସମସ୍ତେ ଯଜ୍ଞ ଆରମ୍ଭିଲେ। ଜାଣନ୍ତି ଶୁଭେ ସର୍ବ ଦୀକ୍ଷା ସ୍ୱର୍ଗାପ ବର୍ଗେ କଲେ ଇଚ୍ଛା ସକଳ ମିଳି ପ୍ରାତଃକାଳେ କର୍ମ ସାଧିଲେ ଜ୍ଞାନ ବଳେ। ସୁତ ମୁନିଙ୍କୁ ମଧ୍ୟେ କରି ସକଳ ବସିଲେ ଆବୋରି ସକଳ ମୁନି ସୁଧ ମନେ କହନ୍ତି ଅମୃତ ବଚନେ। ଋଷୟଉଚୁ ଭସୁତ ଶୁଣ ସାବଧାନେ ତୋର ମହିମା ଅନୁମାନେ ସର୍ବପୁରାଣ ଇତିହାସ ଶୁଣିବୁ ତାହାର ସମ୍ଭାଷ। ସଂସାରେ ଧର୍ମଶାସ୍ତ୍ର ଯେତେ ସବୁ ଗୋଚର ତୁମ୍ଭ ମତେ ବ୍ୟାସ ମୁନିଙ୍କ ଶିଷ୍ୟ ତୁମ୍ଭେ ଏକଥା ଭଲେ ଜାଣୁ ଆମ୍ଭେ। ପୂର୍ବେ ଯେ ଥିଲେ ବ୍ରହ୍ମ ମୁନି ତାଙ୍କ ବଦନୁ ଅଛୁ ଶୁଣି ସକଳ ଶାସ୍ତ୍ର ତୁମ୍ଭ ତହିଁ ବେଦ ପୁରାଣ ଯେତେ କହି ବ୍ୟାସଙ୍କ ଅନୁଗ୍ରହ ଘେନି ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ। ଦଇବେ ଅଛି ଏହି ମତି ଯେ ଶିଷ୍ୟ ଗୁରୁରେ ଭକତି ଶିଷ୍ୟରେ ହିତେ ଦୟା ବହେ ସକଳ ତତ୍ତ୍ୱଜ୍ଞାନ କହେ। ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ ପ୍ରକାଶ ଆମ୍ଭର ଅଗ୍ରତେ ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ ଏ ଜୀବ ତରିବ ଯେ ମନ୍ତେ। ଯେଣୁ ତୁଟଇ ବିଷ୍ଣୁ ମାୟା କହ ଆମ୍ଭର ଯେତେ ଦୟା। ଏ କଳି ଯୁଗେ ଯେତେ ପ୍ରାଣୀ ଅଳ୍ପ ଆୟୁଷ ପରିମାଣି ସ୍ୱଭାବେ ମନ୍ଦ ବୁଦ୍ଧି ହନ୍ତି ପ୍ରାଣୀଙ୍କ ଉପଦ୍ରବ ଚିନ୍ତି। ଯୁଗ ବେଭାର ପରିମାଣି ସକଳ ଧର୍ମ ଆମ୍ଭେ ଜାଣି ଏ ପ୍ରଶ୍ନ ଶୁଭ ଆମ୍ଭ ମତେ ସାର ଉଧରି ତୁମ୍ଭ ଚିତେ। କହ କେ ମନ୍ତେ ପ୍ରାଣୀଙ୍କର ଏ ଘୋର ମାୟାରୁ ନିସ୍ତାର ଯେଣେ ପ୍ରସନ୍ନ ହୋଇ କରି ଏ ଜୀବ ଆତ୍ମାକୁ ଧରି। ତୁମ୍ଭେ ଏ ପ୍ରଶ୍ନ ଯୋଗ ବଳେ ପ୍ରକାଶ କର ମୋହି ତଳେ କି ପ୍ରୟୋଜନେ ଜଗନ୍ନାଥ ଦେବକୀ ଉଦରେ ସମ୍ଭୂତ ସେ ହେତୁ କହ ଶୁଦ୍ଧ ଚିତେ ଆମ୍ଭେ ପଚାରୁ ଜନହିତେ। ଘୋର ସଂସାରେ ପ୍ରାଣୀ ପଡ଼ି ଆତ୍ମା ନିସ୍ତାର ପଥ ହୁଡ଼ି ଯାହାର ନାମ ଉଚାରିଲେ ସଙ୍କଟୁ ତରି ଯାନ୍ତି ଭଲେ। ଯାଭୟୁ ଜୀବ ତେଜ ହରେ ସେ ହରି ନାମ ଶୁଣି ଡରେ। ଯାର ଚରଣେ ଆଶ୍ରା କରି ପାବନ ହୋନ୍ତି ବ୍ରହ୍ମଚାରୀ ଯାର ଚରଣେ ଆଶ୍ରେ କରି ପାବନ ହୋନ୍ତି ବ୍ରହ୍ମଚାରୀ। ଶୁଦ୍ଧ କରନ୍ତି ସର୍ବଜନେ ଗଙ୍ଗା ଯେସନେ ସ୍ନାନ ପାନେ ଯାହାର ଯଶ ଗୁଣ ଶ୍ଲୋକେ ପୁଣ୍ୟ ଭଜନ୍ତି ଏକେ ଏକେ। କଳି କଳୁଷ ନ ଲାଗଇ କେବା ନ ତରେ ଏହା ଗାଇ ଯେ ଯଶ ଗାଇ ମୁନି ଗଣେ ସୁଖେ ତରନ୍ତି ଭବ ବନେ। ଯେ ହରି ବ୍ରହ୍ମାଣ୍ଡ ମଧ୍ୟରେ ନାନା ଶରୀରେ ଅବତାରେ କଳିଆଗମ ଆମ୍ଭେ ଦେଖି ସକଳ ସମ୍ପଦ ଉପେକ୍ଷି ସେ ପୁଣ୍ୟ କ୍ଷେତ୍ରେ ଶୁଭ କ୍ଷଣେ କୃଷ୍ଣର କଥା ଅନୁକ୍ଷଣେ କରି ତରିବୁ ବିଷ୍ଣୁ ମାୟା। ଭୋ ମୁନି ତୁମ୍ଭେ କର ଦୟା ଆମ୍ଭର ପୂର୍ବ ପୁଣ୍ୟ ଫଳେ ସଙ୍ଗ ହୋଇଲୁ ତୁମ୍ଭ ମେଳେ।
ଏ ଭୟଙ୍କର କଳି କାଳେ ଆମ୍ଭେ ଯେ ଅଛୁ ଭବ ଜଳେ। ଏ ଭବ ଜଳୁ ଏ ଜଳୁ ତୁମ୍ଭେ କର ପାର। ବୋଇତେ ଯେହ୍ନେ କର୍ଣ୍ଣଧାର ସେ ହରି ଭକତ ବତ୍ସଳ। ସର୍ବଦେବଙ୍କ ଆଦିମୂଳ ସକଳ ଧର୍ମ ଯାର ସଙ୍ଗେ। ସୁଖେ ବିହରେ ନାନା ରଙ୍ଗେ କଳିଆ ଗମେ ଭଗବାନ। ପଶିଲେ ଆପଣା ଭୁବନ ଯେ ଧର୍ମ ସଂସାର ରଖିବ। ସେ କାହିଁ ଶରଣ ପଶିବ। ସେ କଥା କହ ମୁନିବର ଆମ୍ଭ ସଂଶୟ ହେଉ ଦୂର। ଆତ୍ମାର ମାୟା ଯୋଗ ବଳେ ବିହରେ ଅବନୀ ମଣ୍ଡଳେ। ତାର ମହିମା ଶୁଣି ନୃତ୍ୟ ତାର ମହିମା ଶୁଣି ନୃତ୍ୟ ତୋଷ ନ ଲୋଭେ ଆମ୍ଭ ଚିତ୍ତେ। ଯେହା ଯେ ସନେ ସୁଧାରସ ପିବନ୍ତେ ନୁହଁଇ ସନ୍ତୋଷ। ଅନନ୍ତ ରୂପେ ଥାଇ ହରି ବାହ୍ୟ ଅନ୍ତରେ କର୍ମ କରି। ଏମନ୍ତେ ନୈମିଷ ବନସ୍ତେ ସକଳ ମୁନିଙ୍କ ଗ୍ରତେ। ସୌନକ ଆଦି ମୁନି ଗଣେ ଯେ ପ୍ରଶ୍ନ କଲେ ଜଣେ ଜଣେ। ନିର୍ମଳ ବିଷ୍ଣୁର ଚରିତ କୃଷ୍ଣ ବିଷୟେ ଭାଗବତ। ସୁଜନେ ଜନଙ୍କର ହିତେ କହଇ ଦାସ ଜଗନ୍ନାଥେ। ଏ ଘୋର ଭବ ଦୁସ୍ତରରୁ ଉଦ୍ଧର ବାଞ୍ଛା କଳ୍ପତରୁ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ପ୍ରଥମ ସ୍କନ୍ଧେ ନୈମିଷେୟୋପାଖ୍ୟାନେ ऋषि प्रश्ने नाम प्रथमोऽध्यायः। ओम नमो भगवते वासुदेवाय।